ଜଣେ ଚୋର ଯେତେବେଳେ ଜଣଙ୍କ ଘରକୁ ପଶେ ଚୋରି କରିବା ପାଇଁ, ଆଉ ଘରେ ଚୋରି କରିବା ପାଇଁ ପଶି ସାରିଲା ପରେ ସେ ଦେଖେ ଜଣେ ବିଧବା ମହିଳା ସେଇ ତଳେ ଶୋଇଛନ୍ତି, ଦେଖିବାକୁ ଖୁବ୍ ସୁନ୍ଦର। ଆଉ ମହିଳା ଜଣକ ସେଇ ତଳେ ଗୋଟେ ବିଛଣା ପାରି ଶୋଇଥିଲେ। ଚୋର ଜଣକ ସେ ମହିଳାଟିକୁ ଦେଖି ତାଙ୍କ ମନରେ କିଛି ଖରାପ ଭାବନା ଆସିଥିଲା ଚୋରଟିର। ଆଉ ମହିଳା ଜଣକ ଦେଖିବାକୁ ଖୁବ୍ ସୁନ୍ଦର, ଆଉ ଜଣା ପଡ଼ନ୍ତି କି ସେ ଅଳ୍ପ ବୟସରୁ ଯେଉଁଭଳି ଭାବରେ ବିଧବା ହେଇଯାଇଛନ୍ତି। ତେଣୁକରି ଚୋରଟି ମନରେ ଖରାପ ଭାବନା ଆଣି ସେଇ ବିଧବା ମହିଳାଙ୍କ ଶରୀରରେ ବିଭିନ୍ନ ଜାଗାରେ ହାତ ମାରିବାକୁ ଲାଗେ। ହଠାତ୍ ଏହି ସମୟରେ ମହିଳା ଜଣକ ଉଠି ପଡ଼ନ୍ତି। ତାହାପରେ ଯାହା ଘଟେ ତା ବଡ଼ ମଜାଦାର କାହାଣୀ। ଏହି ଘଟଣାଟି ସମ୍ପୂର୍ଣ୍ଣ ଜାଣିବା ପୂର୍ବରୁ ଆପଣମାନଙ୍କୁ ରିକ୍ୱେଷ୍ଟ କରିବି, ଯେଉଁମାନେ ଚ୍ୟାନେଲରେ ନୂଆ କରି ଆସିଛନ୍ତି ସେମାନେ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରିନେବେ। ଆଜି ଯେଉଁ ଘଟଣାଟି ଆପଣମାନଙ୍କୁ କହୁଛି, এই ଘଟଣାଟି ହେଉଛି ଉତ୍ତରପ୍ରଦେଶ ଜିଲ୍ଲାର ଗୋଟେ ଚମୋଲି ବୋଲି ଜିଲ୍ଲା ଅଛି। ସେଇ ଜିଲ୍ଲାର ଗୋଟେ ଛୋଟ ଗାଁ, ଯାହାକି ସେଗୁଡ଼ା ପାହାଡ଼ି ଏରିଆ, ପାହାଡ଼ି ଇଲାକା। ସେଗୁଡ଼ା ପାଖାପାଖି ସେ ଗାଁରେ 20ରୁ 25 ଘର ଭଳିଆ ରୁହନ୍ତି। ଆଉ 20ରୁ 25 ଘର ଟିକେ ଛାଡ଼ି ଛାଡ଼ିକି ଘର ବନେଇଥାନ୍ତି। ସେଇ ଗାଁର ପଡ଼ୋଶୀ ଗାଁର ଜଣେ 25ରୁ 26 ବର୍ଷ ବୟସ ହେବ, ଯାହାର ନାଁ ମୁକେଶ। ସେ କ'ଣ କରିଛି ନା ଚୋରି କରିବା ପାଇଁ ମନସ୍ଥ କରିଛି। ଆଉ ଚୋରି କରିବା ପାଇଁ ମନସ୍ଥ କରି ସେ ଆସି ସେ ଗାଁରେ ଜଣକ ଘରୁ ଚୋରି କରିଛି କିଛି ପଇସା ଆଉ ସୁନା ରୂପା ଅଳଙ୍କାର ଏଭଳି କିଛି ଚୋରି କରି ସାରିଛି। ଚୋରି କରି ସାରିଲା ପରେ ଯେତେବେଳେ ସେ ଘରକୁ ଯିବା ପାଇଁ ବାହାରିଛି, ସେତେବେଳେ ସେ ଘଣ୍ଟାକୁ ଲକ୍ଷ୍ୟ କରିଛି। ଆଉ ଘଣ୍ଟାରେ ସମୟ ଠିକ୍ 2ଟା ବାଜିଛି। ତେଣୁକରି ସେ ଭାବିଲା ଯେ 2ଟା ରାତି ହେଇଛି, କାହିଁକି ନା ଆଉ ଜଣକ ଘରୁ ପଶି ଚୋରି କରି ନହେବ। ତେଣୁକରି ଆଉ କିଛି ଚୋରି କରିକି ଯିବି, ଏଇଆ ଭାବି ସେ ଜଣକ ଘରେ ପଶିଛି। ଆଉ ଘରେ ପଶି ଦେଖିଲା ପରେ ସେଠି ଚୋରି କଲା ଭଳି କିଛି ଜିନିଷ ନଥାଏ। ଆଉ ତଳେ ଶୋଇଥାନ୍ତି ଜଣେ ବିଧବା ମହିଳା, ଯିଏକି ଦେଖିବାକୁ ଭାରି ସୁନ୍ଦର। ତେଣୁକରି ସେ ମହିଳା ଜଣକ ସହିତ କିଛି ଖରାପ କାମ କରିବା ପାଇଁ ମନରେ ଆଣେ। ଏଇଆ ଭାବି ଖରାପ କାମ କରିବ ବୋଲି ଭାବି ସେ କ'ଣ କରେ, ତା ପାଖରେ ଯାଇ ବସେ ଆଉ ତା ଶରୀରର ବିଭିନ୍ନ ଜାଗାକୁ ଛୁଇଁବାକୁ ଚେଷ୍ଟା କରେ। ଏହି ସମୟରେ ମହିଳା ଜଣକ ଉଠି ପଡ଼ନ୍ତି। ଉଠି ପଡ଼ିବାରୁ ଚୋର ମୁକେଶ କ'ଣ କରେ ନା ହଠାତ୍ ଯାଇ ଖଟ ତଳେ ଲୁଚିଯାଏ। ଆଉ ମହିଳା ଜଣକ ଏଣେ ତେଣେ ଖୋଜାଖୋଜି କରେ। କେହି ଜଣେ ମୋ ଘରକୁ ପଶି ଆସିଛନ୍ତି, ଆଉ ମୋ ଦେହରେ ହାତ ମାରିବାକୁ ଚେଷ୍ଟା କରୁଥିଲା। ତାକୁ ଲାଗେ ଏଇଭଳି ଲାଗେ। ତେଣୁକରି ସେ କ'ଣ କଲା, ପାଣି ଗ୍ଲାସ୍ ପିଇ ପୁଣି ଆସି ସେଇ ଜାଗାରେ ଶୋଇପଡ଼ିଲା। ଯେତେବେଳେ କାହାରିକୁ ନ ପାଇଲା, ସେ ପୁଣି ଆସି ସେଇ ଜାଗାରେ ଶୋଇପଡ଼ିଲା। ଏଣେ ମୁକେଶ ଯେଉଁ ଖଟ ତଳେ ଲୁଚିଥିଲା, ତାକୁ ନିଦ ଲାଗୁଥାଏ। ସେ ଧୀରେ ଧୀରେ ସେଇ ଖଟ ତଳେ ହିଁ ଶୋଇଯାଇଥାଏ। ତାପରେ ସକାଳ ହେଲା। ମହିଳା ଜଣକ ଝାଡ଼ା ଯିବା ପାଇଁ ଗାଁର ସ୍ତ୍ରୀ ଲୋକମାନଙ୍କ ସହିତ ପାହାଡ଼ ଉପରକୁ ଗଲା। ଆଉ ସେଇ ମହିଳାମାନଙ୍କ ସହିତ ଯାଉ ଯାଉ ସେମାନେ କଥା ହେଲେ ଯେ କି ଆମ ପଡ଼ୋଶୀ ଘରେ କାଲି ରାତିରେ ଜଣେ ଚୋର ପଶି 3 ଲକ୍ଷ ଟଙ୍କା ଆଉ ଗହଣା ପତ୍ର କିଛି ଚୋରି କରି ନେଇଯାଇଛି। ଏଇ କଥା ଶୁଣି ଏଇ ଯେଉଁ ବିଧବା ମହିଳା ଜଣକ, ତାଙ୍କ ଗତ ରାତିର କଥା ମନେ ପଡ଼ିଯାଏ। ତାଙ୍କୁ କେହି ଜଣେ ଛୁଇଁବାକୁ ଚେଷ୍ଟା କରୁଥିଲା। ସେ ଭାବିଲା ସେ ଚୋର କାଳେ ମୋ ଘରେ ପଶିଥିଲା କି। ତେଣୁକରି ସେ ଏଇଆ ଭାବି ସେ କ'ଣ କଲା ନା ନିଜ ଘରକୁ ନିତ୍ୟକର୍ମ ସାରି ଯାଇ ପହଞ୍ଚିଲା। ଆଉ ପହଞ୍ଚିଲା ପରେ ଘରେ ଏଣେ ତେଣେ ଖୋଜାଖୋଜି କଲା। କିଛି ନ ପାଇବାରୁ କି ତାର କୌଣସି ଜିନିଷ ଚୋରି ହୋଇନାହିଁ, ସେ ଏଭଳି ସବୁ କିଛି ମାର୍କ କଲା। ଆଉ ତାପରେ ସେ ଶାନ୍ତିରେ ନିଶ୍ୱାସ ମାରି ଘର ଖରିକିବାକୁ ଲାଗିଲା। ଘର ଝାଡ଼ୁରେ ଖରୁ ଖରୁକୁ ସେ ଦେଖିଲା ଖଟ ତଳେ ସେଇ ଚୋରଟି ଶୋଇଛି। ସେ କ'ଣ କରିବ ବୋଲି କିଛି ମନରେ ଭାବି ପାରିଲା ନାହିଁ। ଗାଁ ଲୋକଙ୍କୁ ଯଦି ଜଣାଇ ଦିଏ, ଗାଁ ଲୋକ ଭାବିବେ ରାତି ସାରା ଚୋରଟି ଏଇ ଘରେ ଲୁଚିଥିଲା, ତେଣୁକରି ଚୋର ସହିତ ମୋର କିଛି ସମ୍ପର୍କ ଅଛି କି ଯଦି ଚୋରଟିକୁ ମୁଁ ଧରାଇ ଦିଏ, ଏମାନେ ପିଟି ପିଟି ଚୋରଟିର ଅବସ୍ଥା ପୁରା ଖରାପ କରିଦେବେ, ବି ଜୀବନରୁ ବି ମାରି ଦେଇପାରନ୍ତି। ତେଣୁ ସେ କ'ଣ କଲା, ଗାଁ ଲୋକକୁ ନ ଜଣାଇ ସେ କ'ଣ କଲା, ଚୋରଟିକୁ ସେଇ ଛାଞ୍ଚୁଡ଼ି ତା ମୁଣ୍ଡିରେ ତାକୁ କ'ଣ କଲା, ପେଲିବାକୁ ଲାଗିଲା। ଚୋରଟି ଉଠୁ ନଥାଏ। ତେଣୁ ସେ କ'ଣ କଲା, ଗ୍ଲାସ୍ ପାଣି ଆଣି ତା ମୁହଁକୁ ଛାଟିଦେଲା। ତାପରେ ଚୋରଟି ଉଠି ପଡ଼ିଲା। ଉଠି ପଡ଼ିଲା ପରେ ଜାଣିଲା ଯେ ମୁଁ ଚୋରି କରିବାକୁ ଆସି ଖଟ ତଳେ ଶୋଇଯାଇଛି। ତେଣୁ ହଠାତ୍ ଉଠି ଆସି ସେ କ'ଣ କଲା ନା ବିଧବା ମହିଳାଙ୍କର ପାଦକୁ ଧରିନେଲା। ଆଉ ମୋତେ କ୍ଷମା କରିଦିଅ, ମୋତେ ରକ୍ଷା କର ଗାଁ ଲୋକମାନଙ୍କୁ। କାହିଁକିନା ମୁଁ ଦିନରେ ଗଲେ ଗାଁ ଲୋକମାନେ ଜାଣିଦେବେ ଏଇ ଲୋକଟି ଅଜଣା ଲୋକ, ଏଠି କ'ଣ କରୁଥିଲା। ଏମିତି ବହୁତ
लोक पचारे ये करेंगे धरी ने तेणुक से महिलाटीर आश्रय महिलाटीर साहाय्य मागिला आउ मते ये घरे दिनटा रखी दियो मु राति हेले चली जीवी महिला जनक तांको मना करूथा किंतु चोरटी तांको गोड़ धरी आउ तांको जेकोसी मते राजी करईदेला महिला जनक राजी हो गले ये विधवा महिला जनक तांको कौन कले गोटे घरे रखी चोरटी को बाहर चाबी पकईदेले यापर चोरटी से घरे रही थाए ये विधवा महिला घर को किसी महिला गाँव रु आसुता पचार ये घरे तू कहीं ताला पकईचु तू तो केबे ताला पकाउनी आज कहीं पकईचु तेणुक सी कहे चोरंकर तो उत्पात देखुच गाँव में कौन हो तेणुक मुझे ताला पकई दीपर हुए रंधाबड़ा सरे से महिलाटी मनरे आसे जे चोरटी राति किसी खाई नहीं तेणुक चोर को डाकी किसी खाइबा दवाई या मनरे भावना आसे तेणु चोरटी को डाकी खाइबा दिए आउ पचारे कहीं तुम एभली चोरी कम करुच तुम खटी खाऊन तुम कहीं चोरी करुच तेणुक चोरटी को मु प्रथम थर पर चोरी करने को आसी मु जुआ खेलिबार किछि पैसा हारी जिबारु हाथ उधारी अधिका बढ़ी जाइछि तेणुक भाभी चोरी करी से पैसा हाथ उधारी के सुझीबा पई किंतु मु आज ठारू कान धरुछि मु जीवन रे केबे चोरी करिवि नाही मु चोरी करिथिबा अर्थ पारुच जदि तुमे रखि दियो मते बंचई दियो मु राति रे बाहरी पळै जिबि तेणुक महिला जनक तांको पुणी कला तमे काली राति रे मो सहित कौन करबा पई चाहुतलो मुकेश सांगे सांगे हाथ जोड़ी महिला जन को क्षमा मागे आउ कहे मोर भूल हो जाइछि मु आउ एभली केबे करिवि नाही मोर भूल हो जाइछि मु खराब नियत रे मु तम सहित हाथ मारिथिले या कोई निज निज भितर कथबार्ता चली थाए आउ ये महिला जनक चोर को पचारे तुम्हें विवाह करिछ चोरटी कहे ना मु विवाह करी नाही पुणी चोरटी महिला जन को पचारे तुम स्वामी केमिति मरीगला ये कहे कि 2 वर्ष है मो बाहा होइछि आ मो स्वामी अतिरिक्त मद पियंती आ से गाड़ी एक्सीडेंट रे मरीगले यही मोर कौन पिलापिली नांती ये कथबार्ता दुई जन भितर होता आउ राति होइगला राति होइगला परे मुकेश निजे से घर चलीगला आउ घर गला परे ता परदिन सकाळु खबर गाँ सारा खेलीगला कि चोर जहा किछि सब से घर चोरी करिथिला पुणी से घरे रखिदे चली जाइछि तापरे यही कथा शुणी विधवा महिला जनक मने मने खुशी हेले जे कि चोरटी बदली जाइछि आ सब जिनिस फेरई दे जाइछि तापरे आउ ई जो मुकेश आउ ये विधवा महिला देखा हुई न थाए कि किछि संपर्क न थाए मासे 2 मास 3 मास 5 मास इमिदली भाव 6 मास बीतीगला 6 मास परे थरे मार्केट रे विधवा महिला सहित ये मुकेश कर देखा हुए आउ ये महिला जनक मुकेश को चिन्ह पारती मुकेश भी ये महिला जनक तापरे महिला जनक पचारती मुकेश कहीं आउ तुम तो कहीं देखा करने मत आसिलनी कि कुआडे चली जाइतिलो मुकेश कहे कि मुझे परदिन ठारू डेराडून ले काम करुली आउ चोरी न करी मु काम करी से पैसा सुझीबा पई चेष्टा करुछि आउ या परे से 2 जनक सहित 2 जन परस्पर भितर कथबार्ता मध्य बढ़ी उठीला प्रेम संपर्क आउ दुहे दुही को भल पाउथिले 2020 मसीह मुकेश जाइतिला तांको विधवा महिला जनक घर को चोरी करिबा पई किंतु से 2023 रे से विधवा महिला को विवाह करिथिले संपूर्ण वीडियोटी एतिकिरे सरिला वीडियो चैनल टी को निश्चय सब्सक्राइब करनेबे लाइक शेयर करने को जमार भूलिबे नहीं रहुची नमस्कार।